एबे सुभद्रा हिताधिकारीଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ତେବେ ଆଜି ମିଳିବ କି ସୁଭଦ୍ରା ଯୋଜନାର 10,000 ଟଙ୍କା। ତେବେ କେଉଁମାନଙ୍କୁ ମିଳିବ ଆଉ କେଉଁ ସମୟରେ ମିଳିବ ଏ ନେଇ କ'ଣ ବଡ଼ ଅପଡେଟ୍ ରହିଛି ନିହାତି ଭାବେ ଜାଣିବା। ତ ଜାଣିବା ପୂର୍ବରୁ ଆପଣମାନେ ଆମ ଚ୍ୟାନେଲକୁ ପ୍ରଥମ ଥରକ ପାଇଁ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଅଲ୍ ବଟନ୍ରେ ସେଟ୍ କରିବା ସହିତ ଭିଡ଼ିଓଟି ହେଲ୍ପଫୁଲ୍ ହୋଇଥିଲେ ନିହାତି ଭାବେ ଭିଡ଼ିଓଟିକୁ ଲାଇକ୍ କରି ଡେସ୍କ୍ରିପ୍ସନରେ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ଅଛି ତ ଯାଇକି ଆପଣମାନେ ଜଣେଇ ଯାଆନ୍ତୁ। ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି କି ଚଳିତ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା 4,57,681କୁ ଖୁବ୍ ଶୀଘ୍ର ମିଳିବ ସୁଭଦ୍ରା ଟଙ୍କା। ତେବେ ନୂଆ ଭାବେ ଯୋଡ଼ି ହୋଇଥିବା 1,78,398 ହିତାଧିକାରୀଙ୍କୁ ମିଳିବ ଟଙ୍କା। ତେବେ ଏହା ସହ ବିଭିନ୍ନ କାରଣ ପାଇଁ କଟାଯାଇଥିବା 24,018 ଜଣ ହିତାଧିକାରୀଙ୍କୁ ମିଳିବ ଏଥର ଟଙ୍କା। ଠିକ୍ ସେହିପରି ତୃତୀୟ କିସ୍ତି ପାଇଥିଲେ କିନ୍ତୁ ପ୍ରଥମ ଦ୍ୱିତୀୟ କିସ୍ତି ଟଙ୍କା ତାଙ୍କର ନାମ ନଥିଲା ତ ସେମାନେ ମଧ୍ୟ ପାଇବେ ଟଙ୍କା। ସେହିଭଳି 2,55,265 ଜଣ ହିତାଧିକାରୀଙ୍କୁ ମିଳିବ ଟଙ୍କା। ତେବେ ଚଳିତ ସପ୍ତାହରେ 250 କୋଟିରୁ ଅଧିକ ଟଙ୍କା ଆକାଉଣ୍ଟକୁ ଆସିବ। ତେବେ ଉପମୁଖ୍ୟମନ୍ତ୍ରୀଙ୍କ କହିବା ହିସାବରେ ତ କାଲି ହେଉଛି ଆମର ଚଳିତ ସପ୍ତାହର ଶେଷ ଦିନ। ତ କାଲି ସମ୍ଭାବନା ରହୁଛି କି 12ଟା ସୁଦ୍ଧା କାଲି ସୁଭଦ୍ରା ଟଙ୍କା ସମସ୍ତଙ୍କ ଆକାଉଣ୍ଟକୁ ଆସିବ। ତ କେଉଁମାନଙ୍କୁ ଆସିବ ଯେଉଁମାନେ ନୂଆ କରି ଆବେଦନ କରିଥିଲେ ଏପରିକି ଯେଉଁମାନେ ପ୍ରଥମ କିସ୍ତି ଦ୍ୱିତୀୟ କିସ୍ତି ଆଉ ତୃତୀୟ କିସ୍ତି ଟଙ୍କା ପାଇନଥିଲେ ତାଙ୍କର କୌଣସି କାରଣ ପାଇଁ ନାମ କଟିଯାଇଥିଲା ତ ସେମାନଙ୍କର ଯଦି ଭେରିଫାଇ ହୋଇସାରିଛି ସେମାନେ ଯଦି ଇଲିଜିବଲ୍ ଅଛନ୍ତି ତ ସେମାନଙ୍କୁ ଏକାଥରକେ 15,000 ଲେଖାଏଁ ଟଙ୍କା ମିଳିବ। ଆଉ ଯେଉଁମାନେ କେବଳ ପ୍ରଥମ କିସ୍ତି ଟଙ୍କା ପାଇଛନ୍ତି ସେମାନଙ୍କୁ ଦୁଇଟି କିସ୍ତି ମଧ୍ୟ ମିଳିବ ଯାହାକି 10,000 ଟଙ୍କା। ଆଉ ଯେଉଁମାନେ ନୂଆ କରି ଆବେଦନ କରିଥିଲେ ଯେଉଁମାନଙ୍କୁ 21 ବର୍ଷ ହୋଇସାରିଛି ସେମାନେ ନୂଆ କରି ଆବେଦନ କରିଥିଲେ ତ ସେମାନଙ୍କ ଆକାଉଣ୍ଟକୁ 10,000 ଟଙ୍କା ସିଧାସଳଖ ଆସିବ।